ଓମ୍ ଶାନ୍ତି। ପୁସ୍ତକ ପଠନ ଶ୍ରୀମଦ୍ ଭଗବତ ଗୀତା ରହସ୍ୟ। ଲେଖକ ବ୍ରହ୍ମା କୁମାର ସୁଧାଂଶୁ ଶେଖର ମିଶ୍ର। ତୃତୀୟ ଅଧ୍ୟାୟ କର୍ମଯୋଗ। ଯଦି କାହାରି ମନରେ ଏହି ପ୍ରଶ୍ନ ଆସୁଥାଏ ଯେ ସିଦ୍ଧ କର୍ମଯୋଗୀ ବା କର୍ମାତୀତ ଅବସ୍ଥାରେ ଉପନୀତ ହୋଇଥିବା ବ୍ୟକ୍ତିଙ୍କର ଈଶ୍ୱରୋପଲବ୍ଧି ହେଲା ପରେ କର୍ମରେ ଆଉ କି ପ୍ରୟୋଜନ? ଏହି ସମ୍ଭାବିତ ପ୍ରଶ୍ନକୁ ବିଚାର କରି ପରମାତ୍ମା କୁହନ୍ତି, ଏପରି ବ୍ୟକ୍ତି ଲୋକସଂଗ୍ରହ ବା ଲୋକଶିକ୍ଷା ପାଇଁ କର୍ମ କରିବା ଉଚିତ। ଏପରି ପୁରୁଷାର୍ଥୀଙ୍କ ସମଗ୍ର ବ୍ୟକ୍ତିତ୍ୱ ଈଶ୍ୱରାର୍ପିତ ହୋଇଥାଏ। ତାଙ୍କ ପାଇଁ ଗତାନୁଗତିକ ଭାବେ ପ୍ରଚଳିତ ଶାସ୍ତ୍ରୀୟ ବିଧି ନିଷେଧ ବା ସାମାଜିକ ରୀତିନୀତି ମୂଲ୍ୟହୀନ। କାରଣ ସତ୍ୟ ସନାତନ ଧର୍ମର ପୁନଃ ସ୍ଥାପନା ପାଇଁ ସେମାନେ ନିମିତ୍ତ ଭାବରେ ଈଶ୍ୱରୀୟ ଇଚ୍ଛାନୁରୂପ କାର୍ଯ୍ୟ କରନ୍ତି। ସେମାନେ ସମୟୋପଯୋଗୀ ନୂତନ ଆଦର୍ଶ ସୃଷ୍ଟି କରନ୍ତି। ସେମାନଙ୍କର ଦିବ୍ୟ ବ୍ୟକ୍ତିତ୍ୱର ପ୍ରଭାବରେ ଲୋକେ ପ୍ରଭାବିତ ହୋଇ ତାଙ୍କୁ ଶ୍ରେଷ୍ଠତ୍ୱ ପ୍ରାପ୍ତି ପାଇଁ ଅନୁସରଣ କରନ୍ତି। ଏହି ପରିପ୍ରେକ୍ଷୀରେ ପରମାତ୍ମା ନିଜର ଉଦାହରଣ ଦିଅନ୍ତି। ଏପରି କୌଣସି ବସ୍ତୁ ଏ ତ୍ରିଭୁବନରେ ନାହିଁ ଯାହା ତାଙ୍କର ଅପ୍ରାପ୍ୟ। ତଥାପି ସେ କର୍ମର ଆଦର୍ଶ ପ୍ରତିଷ୍ଠିତ କରିବା ପାଇଁ ମାନବୀୟ ଶରୀର ଆଧାରରେ ପରମ ଧାମରୁ ଓହ୍ଲାଇ ଆସନ୍ତି ଏ ଧରାପୃଷ୍ଠକୁ। ପତିତମାନଙ୍କୁ ପାବନ କରନ୍ତି। ଅଧର୍ମର ବିନାଶ କରି ସତ୍ୟ ଧର୍ମର ସ୍ଥାପନା କରନ୍ତି। ଭକ୍ତମାନଙ୍କର ମନବାଞ୍ଛା ପୂର୍ଣ୍ଣ କରନ୍ତି। ଏଥିରେ ତାଙ୍କର ଲାଭ ବା କ୍ଷତି କିଛି ନାହିଁ। ତଥାପି ସେ ଲୋକସଂଗ୍ରହ ବା ଲୋକଶିକ୍ଷା ପାଇଁ ଏକ ମହାନ ଶିକ୍ଷକ ରୂପରେ କର୍ମ କରନ୍ତି। ପରମାତ୍ମା ଅବତରଣର ଆଭିମୁଖ୍ୟ ହେଲା କଳିଯୁଗୀୟ ଆସୁରୀ ସଂସ୍କାରଗ୍ରସ୍ତ ମାନବାତ୍ମାମାନଙ୍କୁ ଗୀତା ଜ୍ଞାନ ଶିକ୍ଷା ଦେଇ ସେମାନଙ୍କ ମନରେ ଦୈବୀ ସଂସ୍କାରର ପୁନଃରୋପଣ କରିବା। ତେଣୁ ପରମାତ୍ମା ମାନବ ଶରୀର ମାଧ୍ୟମରେ ଅବତରଣ କରି ଦିବ୍ୟ କର୍ମର ଆଦର୍ଶ ପ୍ରସ୍ତୁତ କରନ୍ତି। କର୍ମର ସହିତ ଧର୍ମ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। କର୍ମ ଆଧାରରେ ଧର୍ମ ପ୍ରସ୍ଫୁଟିତ ଓ ଫଳପ୍ରଦାୟକ ହୁଏ। ଅସତ୍ କର୍ମ ହିଁ ଅଧର୍ମର କାରଣ। ସତ୍ କର୍ମ ଦ୍ୱାରା ସତ୍ୟ ଧର୍ମର ସ୍ଥାପନା ହୁଏ। ତେଣୁ ପରମାତ୍ମା ମାନବୀୟ ମାଧ୍ୟମ ଦ୍ୱାରା ଆଳସ୍ୟ ରହିତ ହୋଇ ନିତ୍ୟ ନିରନ୍ତର ସୃଷ୍ଟି ପରିବର୍ତ୍ତନ ଓ ଧର୍ମର ବିନାଶ ବା ଧର୍ମର ସ୍ଥାପନା ପ୍ରକ୍ରିୟାରେ କାର୍ଯ୍ୟରତ ରହନ୍ତି। ସୃଷ୍ଟିରେ ଅବତରଣ ପୂର୍ବରୁ ମଧ୍ୟ ସେ ପରମ ଧାମରେ ଥାଇ ବିଭିନ୍ନ ଭକ୍ତମାନଙ୍କ ବିଭିନ୍ନ ପ୍ରକାର ମନୋକାମନା ସେମାନଙ୍କର ସାଧନା ଓ ନିଷ୍ଠା ଅନୁସାରେ ପ୍ରଦାନ କରୁଥିଲେ। ସେ ସର୍ବଦା ଚେତନଶୀଳ ଓ କର୍ମରତ ରହୁଥିବାରୁ ବିଶ୍ୱର ବିଭିନ୍ନ ସ୍ଥାନରୁ ତାଙ୍କୁ ସ୍ମରଣ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କର ଭାବନା ଅନୁସାରେ ଫଳ ପ୍ରଦାନ କରିଥାନ୍ତି। ପରମାତ୍ମା ଯଦି ନିଷ୍କ୍ରିୟ ହୋଇଯିବେ ତେବେ ସମାଜରେ ଘୋର ବିଭ୍ରାଟ ଦେଖାଦେବ। ସାମାଜିକ ବିଷମତା ସୃଷ୍ଟି ହେବ। ମାନବ ସମାଜ ଧ୍ୱଂସ ବିଧ୍ୱଂସ ହୋଇଯିବ। ତେଣୁ କର୍ମ ବିନା ଅନ୍ୟ ଗତି ନାହିଁ। ଜ୍ଞାନୀ ଓ ଅଜ୍ଞାନୀଙ୍କ ମଧ୍ୟରେ ପ୍ରଭେଦ। ସକ୍ତଃ କର୍ମଣ୍ୟ ବିଦ୍ୱାଂସୋ ଯଥା କୁର୍ବନ୍ତି ଭାରତ। କୁର୍ୟାତ୍ ବିଦ୍ୱାଂସସ୍ତଥା ସକ୍ତଃ ଚିକିତ୍ସୁ ଲୋକସଂଗ୍ରହମ୍। न बुद्धिभेदं जनयेदं ज्ञानं कर्मसङ्गिनाम्। जोषो यत् सर्वकर्माणि विद्वान् युक्तः समाचरन्। प्रकृतेः क्रियमाणानि गुणे कर्माणि सर्वशः। अहङ्कारविमूढत्वं कर्ताहमिति मन्यते। तत्त्वविदो महाबाहो गुणकर्मविभागयोः। गुणागुणेषु वर्तन्त इति मत्वा न सजते। प्रकृते गुणसम्मूढा सज्जन्ते गुणकर्मसु। तान् कृच्छ्रविदो मन्दन् तृष्णविन विचालयेत्। मयि सर्वाणि कर्माणि सन्न्यस्याध्यात्मचेतसा। निराशे निर्ममं भूतं ଯୁଦସ୍ୟ ବିଗତ ଜ୍ୱରଃ। ଅର୍ଥ, ହି ଭାରତ, କର୍ମଫଳରେ ଆସକ୍ତ ହୋଇ
ଅଜ୍ଞାନ ବ୍ୟକ୍ତିମାନେ ଯେପରି କର୍ମ କରନ୍ତି, ଜ୍ଞାନୀ ବ୍ୟକ୍ତି ଆସକ୍ତି ଶୂନ୍ୟ ହୋଇ ଲୋକ ସଂଗ୍ରହ ଶିକ୍ଷା ଉଦ୍ଦେଶ୍ୟରେ ସେହିପରି କର୍ମ କରିବା ଉଚିତ। କର୍ମ ଫଳାସକ୍ତ ଅଜ୍ଞାନ ବ୍ୟକ୍ତିଙ୍କର ବୁଦ୍ଧିକୁ ବିଚଳିତ କରାଇବା ଉଚିତ ନୁହେଁ। ଜ୍ଞାନୀ ବ୍ୟକ୍ତି ପରମାତ୍ମାଙ୍କ ସ୍ମୃତିରେ ଯୁକ୍ତ ହୋଇ ସଂସାରରେ ପ୍ରୟୋଜନୀୟ ଯାବତୀୟ କର୍ମ ସମ୍ୟକ ଅନୁଷ୍ଠାନ କରି ସେମାନଙ୍କୁ କର୍ମ ମାର୍ଗରେ ପ୍ରବୃତ୍ତ କରିବେ। ପ୍ରକୃତିର ଗୁଣ ଦ୍ୱାରା ସମସ୍ତ କର୍ମ ସମ୍ପନ୍ନ ହୁଏ। ତେଣୁ ଅହଙ୍କାର ଦ୍ୱାରା ବିଭ୍ରାନ୍ତ ବ୍ୟକ୍ତି ମୁଁ କର୍ତ୍ତା ବୋଲି ମନେ କରେ। କିନ୍ତୁ ହେ ମହାବାହୁ, ଗୁଣ ବିଭାଗ ଓ କର୍ମ ବିଭାଗ ମଧ୍ୟରେ ତତ୍ତ୍ୱଜ୍ଞାନୀ ଗୁଣଗୁଡ଼ିକର ପ୍ରବୃତ୍ତ ରହିଅଛି। ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟମାନ ସମ୍ପାଦିତ ହେଉଛି। ଏହା ଜାଣି ଆସକ୍ତି ଦ୍ୱାରା ସେଥିରେ ବାନ୍ଧି ହୁଅନ୍ତି ନାହିଁ। ପ୍ରକୃତିର ଗୁଣରେ ବିମୋହିତ ମନୁଷ୍ୟମାନେ ଗୁଣର କର୍ମରେ ଆସକ୍ତ ହୋଇପଡ଼ନ୍ତି। ପ୍ରକୃତ ଜ୍ଞାନୀ ବ୍ୟକ୍ତି ସେହି ସମସ୍ତ ଜ୍ଞାନ ରହିତ କ୍ଷୁଦ୍ର ବୁଦ୍ଧି ସମ୍ପନ୍ନ ମନୁଷ୍ୟମାନଙ୍କୁ ବିଚଳିତ କରିବା ଉଚିତ ନୁହେଁ। ନିଜକୁ ଆତ୍ମା ମନେ କରି ବା ଚେତନାକୁ ଆତ୍ମାରେ କେନ୍ଦ୍ରିତ କରି ଆଧ୍ୟାତ୍ମ ଚେତସା ମୋତେ ସମସ୍ତ କର୍ମ ଅର୍ପଣ କରି ନିଷ୍କାମ ଓ ଅହଂଭାବ ଶୂନ୍ୟ ହୋଇ ତଥା ଆନ୍ତରିକ ସନ୍ତାପରୁ ମୁକ୍ତ ହୋଇ ବିଗତ ଯୁଦ୍ଧ କର। କ୍ରମଶଃ ଓମ୍ ଶାନ୍ତି।